ବିଜୁ ପଟ୍ଟନାୟକ ଭଳିଆ ଜଣେ ରାଷ୍ଟ୍ରନାୟକ ଝଡ଼ର ଇଗଲ ଯିଏକି ଓଡ଼ିଶାକୁ ସବୁ କ୍ଷେତ୍ରରେ ଆଗକୁ ନେବା ପାଇଁ ତାଙ୍କର ଜୀବନ ବ୍ୟାପୀ କାର୍ଯ୍ୟକ୍ରମ କରିଥିଲେ। ଏଭଳିଆ ଗୋଟେ ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତି ଜାଳି ଦେବାଟା ନିଶ୍ଚିତ ଭାବରେ ଗୋଟେ ନିନ୍ଦନୀୟ ଘଟଣା। ଏଇଭଳିଆ ଯେଉଁ ଅପରାଧିକ କାର୍ଯ୍ୟ ଯିଏ ବି କରିଛି ତାକୁ ସରକାର ଯଥାଶୀଘ୍ର ଗିରଫ କରିବା କଥା ଏବଂ ଆମେ ଜାଣିବା କଥା ଗତ ନିର୍ବାଚନରେ ଯେଉଁ ଦଳ ସରकारକୁ ଆସିଲେ ଓଡ଼ିଆ अस्मिता କଥା କହିକି ଆଜି ଯଦି ତାଙ୍କର ଡିକ୍ସନେରୀରେ ଓଡ଼ିଆ अस्मिता ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଜାଳିକିରି ରାଜରାସ୍ତାରେ ପ୍ରତିମୂର୍ତ୍ତି ଜାଳି ଦେବାଟା ଏବଂ ସେଥିରେ ସେମାନେ ତତ୍ପରତା ପ୍ରକାଶ ନ କରି ପ୍ରଶାସନ କାହାକୁ ଗିରଫ ନ କରିବାଟା ଏଥିରୁ ଭଳିକିରି ଆଉ ନିନ୍ଦନୀୟ ଘଟଣା ହୋଇନପାରେ।